ବିରୋଧୀଙ୍କ ପାଇଁ ମହାକାଳ ଫଳ ବିଜେପିର ସମ୍ପର୍କ ଶିବିର। ବିଜେଡି ସରକାର ସମୟରେ ସାଧାରଣ ଗରିବ ଲୋକଙ୍କର ଦୁଃଖ ବୁଝିବା କଷ୍ଟକର ହୋଇ ପଡୁଥିବା ବେଳେ ବିଜେପିର ସାହାଣ ମେଲା। ଓଡ଼ିଶା ସାରା ଜନସମ୍ପର୍କ ଶିବିର ଚାଲିଥିବା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ବଜାର ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ଏହାର ଝଲକ ଦେଖିବା ପାଇଁ ମିଳିଛି। ସୂଚନା ଅନୁଯାୟୀ 95 ଜଣ ବ୍ୟକ୍ତିଙ୍କର ଅଭିଯୋଗ ଶୁଣାଣି ହେବା ସହ ତନ୍ମଧ୍ୟରୁ 58ଟି ଅଭିଯୋଗ ତ୍ୱରିତ ସମାଧାନ କରାଯାଇଛି। ସୂଚନାଯୋଗ୍ୟ ଯେ ବ୍ଲକ ପ୍ରଶାସନକୁ ଲୋକଙ୍କ ପାଖକୁ ନେଇ ସଭିଙ୍କ ସହଭାଗିତାରେ ଏକ ସ୍ୱଚ୍ଛ ସକ୍ରିୟ ଓ ଉତ୍ତରଦାୟୀ ପ୍ରଶାସନର କାର୍ଯ୍ୟକାରିତା ପାଇଁ ବ୍ଲକ ତରଫରୁ ଏଭଳି ନିଆରା ପ୍ରୟାସ କରାଯାଉଛି ବୋଲି ବିଡିଓ ଖଗେଶ୍ୱର ବରାଳ ପ୍ରକାଶ କରିଥିଲେ। ବ୍ଲକ ଏବଂ ପଞ୍ଚାୟତର ବିଭିନ୍ନ ଅଧିକାରୀ ଏହି ଶିବିରରେ ସକ୍ରିୟ ଅଂଶଗ୍ରହଣ କରି ଲୋକଙ୍କ ସୁଖ ଦୁଃଖ ବୁଝିବା ସହିତ ବିଭିନ୍ନ ଯୋଜନାରୁ ସେମାନେ ପାଉଥିବା ସୁଫଳ ବିଷୟରେ ମଧ୍ୟ ପ୍ରଶାସନ ପଚାରି ବୁଝିବା ଜନସାଧାରଣଙ୍କୁ ଆନନ୍ଦିତ କରିଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।